पृथ्वीर एकमात्र जिनिस नम्रता, जहा बिना मूल्य रे मिले, किंतु ता द्वारा सबु किछि किणा जाई परिबो। दुब देवता मानक मथारे लगे, कहीं ना से मनीष मानकर पाद तले रहिबा शिखिछि। नम्रता ही मनीषर भूषण। परमेश्वर को सदा सर्वदा गोटी ही प्रार्थना कर, हे परमेश्वर मते केवल नम्रता ही दियंतु। पाखरे नम्रता थिले धन जन मान जस सबु किछि आपे आपे आसीजे। जे जेते नम्र सी सेते लोकप्रिय। नम्रता को सदुपयोग करंतु एवं निजको श्रेष्ठ बोली प्रतिपादन करंतु। बेलपत्र तो मिलगला, हेले क्षीर ये घन जंगल भितर मत ए क्षीर किए दब? घन जंगल भितर एमती रूपमती गोमाता कोठु आसिले? कि अपूर्व सुंदर त्वचा, कि उज्जवल ए रंग। लगुच सत्यबा स्वर्गर काम देनु ओल्है आसिचंती। मते किछि मागिबाकू चाहुछ ना भद्रा? तमे मागी पार। आपण आपण गोमाता है मानव परी केमिति कथबार्ता करछंती? यह तो मो पे प्रभु नारायण का आशीर्वाद। तेबे आपण कोन? मो परिचय छाड़, आग कुह तमे मोटू कौन चाह? तमने आपण कोन से शास्त्र वर्णित काम देनु जहां विषय हमें अनेक किछि सुनिछु? हाँ, मु सेई काम धेनु सकल प्राणीर मनोवांछा पूरण करे। धर्म अर्थ काम मोक्ष सबु किछि प्रदान करिपारे। माग भद्रा माग, कोटि जन्मर सौभाग्य थिले मु दर्शन दिए। तुमर जहा इच्छा मागी पार। कौन है राजा वैद्य? पांचाली सुस्थ अछंती तो? मो सखी अनेक दिन धरी भोजन ग्रहण करी नाहंती। से सुस्थ तो? केते दिन धरी से भोजन करने थिले? पाखापाखि 5 दिन हब। दुखर सह कहया को पड़ुछि जे उपवास पालन करी ता खाद्य नली एते शुष्क हो जाइछि जे खाद्य नली एबे जल ग्रहण करिया पे असमर्थ। ताले बे कौन हो राजा वैद्य? किछि भी कहि हबनी। जे कौन से मुहूर्त रे महारानी कर देहांत हो पारे। तांको हृद स्पंदन सूचना अनुसार तांकर आयुष बेसी दिन नुहे। ना आपण मिछ कहउछंती? राजा वैद्य मु मिछ कहि मते लाभ कौन मिलिबो? केवल एति कहबी महारानी कर जत्न नियंतु।
ନଚେତ୍ ମହାରାଣୀକୁ ହରାଇବାକୁ ପଡ଼ିବ। ମାଗ ସୁଭଦ୍ରା କଣ ମାଗିବ ମତେ? ଧନ ଜନ ବିପୁଳ ସମ୍ପତ୍ତି ତମେ ଯାହା ମାଗିବ ମୁଁ ସବୁ କିଛି ଦେଇଦେବି। ଧନ ନବ ସୁଭଦ୍ରା? ନା, କାହିଁକି ନା ଏ ଦୁନିଆରେ କିଏ ଅଛି ଯାହାର ଧନ ଦରକାର ନାହିଁ? ଧନ ରହିଲେ ଚୋରର ଭୟ ରହେ, ଅହଙ୍କାର ବଢ଼େ। ତେଣୁ ମୁଁ ଧନ ଚାହେଁ ନା। ଜନ ଜନର ମୋହ ମୋର ନାହିଁ କାମଧନ ଦେବତା। ମାନ ସମ୍ମାନ ଯାହା ଚାହିଁବ ନେଇପାର। ମୋର ସେସବୁ କିଛି ବି ଦରକାର ନାହିଁ। ମୋ ପାଖକୁ ଆସି କେହି ଖାଲି ହାତରେ ଫେରେ ନାହିଁ ଭଦ୍ରା। ତେବେ ମୁଁ ଆପଣଙ୍କୁ ଯାହା ମାଗିବି ଆପଣ କ'ଣ ମୋତେ ଦେଇପାରିବେ? କଣ? ପ୍ରଭୁ ଶଙ୍କରଙ୍କ ଶ୍ରୀ ଅଙ୍ଗରେ ଲାଗି କରିବା ପାଇଁ ମୋତେ କିଛି କ୍ଷୀର ଦରକାର। କହିବ ତ କ୍ଷୀରର ସାଗର ଦେଇଦେବି। ମୁଁ ଗୋଟେ ପାତ୍ରର ଆୟୋଜନ କରୁଛି। ମୁଁ ଅନେକ ଅନୁରୋଧ କଲା ପରେ ବି କୌଣସି ସୁଫଳ ମିଳିପାରିଲାନି ମାତା। ମୁଁ ବି ଦ୍ରୌପଦୀଙ୍କୁ ବାରମ୍ବାର ବୁଝେଇଛି, ଭୋଜନ ନ କଲେ ସ୍ୱାସ୍ଥ୍ୟ ଖରାପ ହେଇଯିବ। କିନ୍ତୁ ତାଙ୍କର ଏକା ଜେଦ, ସେ ନିଜ ବିଚାରରେ ଅଟଳ। ମହାରାଜ ଦ୍ରୁପଦ ଯଦି ଏ ବିଷୟରେ ଜାଣିବେ ତାହେଲେ ଆମମାନଙ୍କୁ କ'ଣ ଭାବିବେ କହିଲେ? ଯେମିତି ହଉ ପାଞ୍ଚାଳୀଙ୍କ ଉପବାସ ଭାଙ୍ଗିବାକୁ ହବ। ତାଙ୍କୁ ଭୋଜନ କରିବା ନିହାତି ଆବଶ୍ୟକ। ପାଞ୍ଚାଳୀ ଏ ପାଣ୍ଡବ କୁଳର ମେରୁଦଣ୍ଡ। ଯଦି ତାଙ୍କର କିଛି ହେଇଯାଏ, କିନ୍ତୁ ଲାଗୁଛି ଗୋଟେ ବାଟ ଅଛି। କି ବାଟ ଭୀମସେନ? ଆମମାନଙ୍କ ମଧ୍ୟରୁ ତୃତୀୟ ପାଣ୍ଡବ ଅର୍ଜୁନ ପାଞ୍ଚାଳୀଙ୍କର ଅତି ପ୍ରିୟ। ଯଦି ତୃତୀୟ ପାଣ୍ଡବ ଅର୍ଜୁନ ପାଞ୍ଚାଳୀଙ୍କୁ ବୁଝାନ୍ତେ ତାହେଲେ ନିହାତି କିଛି ସୁଫଳ ମିଳନ୍ତା। ତମେ ମତେ କଣ ଧନ୍ୟବାଦ ଦଉଛ ଭଦ୍ରା? ମୁଁ ତ ତୁମକୁ ଦବା କଥା। ମୋତେ କାହିଁକି? ଏ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି କାମଧେନୁକୁ ଦେଖନ୍ତି ହେଲେ କିଛି ମାଗନ୍ତି ନାହିଁ। ଯଶୋପତି ଭବ ସୁଭଦ୍ରା, ଆୟୁଷ୍ମତୀ ଭବ। କ'ଣ ଭାବୁଛନ୍ତି ମହାରାଜ? ଏ ଦୁନିଆରେ ଏମିତି ଅନେକ ପବିତ୍ର ଆତ୍ମା ଅଛନ୍ତି ଯେଉଁମାନେ ସାଗର ପାଖରେ ଠିଆ ହେଇକି ମଧ୍ୟ ହାତ ପାତି ସାଗରକୁ ଆଞ୍ଜୁଳାଇ ଜଳ ମାଗନ୍ତିନି।
ସୂର୍ଯ୍ୟଙ୍କୁ ପାଖରେ ପାଇ ମଧ୍ୟ ଆଞ୍ଜୁଳାଏ ସୂର୍ଯ୍ୟ କିରଣ ଉଦ୍ଧାର ନିଅନ୍ତିନି। ଧନ ଜନ ଯଶ ମାନ ଗୌରବ ତାଙ୍କର କେଉଁଥିରେ ବି ଆକର୍ଷଣ ନଥାଏ। କାହା କଥା କହୁଛନ୍ତି ମହାରାଜ? ମୋର କେହି ଆତ୍ମୀୟର କଥା। ମୋତେ ଟିକେ ନୀରବ ରହିବାକୁ ଦିଅନ୍ତୁ କୁଳପତି। ମୋ ଭିତରେ ଜାତ ହେଉଥିବା ସନ୍ତୁଷ୍ଟିରେ ମୁଁ ଆନନ୍ଦ ରହିବା ଉଚିତ। ଭଦ୍ରା, ଆଜି ଜୀବନର ଏକ କଠୋର ପରୀକ୍ଷାରେ ତୁ ଉତ୍ତୀର୍ଣ୍ଣ ହୋଇଛୁ। ଚାହିଁଥିଲେ ତୁ କାମଧେନୁଙ୍କୁ ଧନ ଜନ ମାନ ଜ୍ଞାନ ସୁନା ରୂପା ହୀରା ଏମିତି କେତେ କ'ଣ ମାଗିପାରିଥାନ୍ତୁ, କିନ୍ତୁ ତୁ ସେସବୁ କିଛି ନ ମାଗି ଭଗବାନ ଶଙ୍କରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଟୋପାଏ କ୍ଷୀର ମାଗିଲୁ। ଏହା ପ୍ରମାଣ କରେ ତୁ ଏକ ବିକଶିତ ଆତ୍ମା। ଯୁଗ ଯୁଗ ଧରି ସାଧୁ ସନ୍ଥ ମୁନି ଋଷି ଯେଉଁ ପାବନ ଗୁଣକୁ ଅଧିକାର କରିପାରି ନାହାନ୍ତି, ତୁ କିନ୍ତୁ ସେସବୁ ସାଧନାର ଅଧିକାରୀ ହେଇଛୁ। ତୋ ଜୀବନରେ ଜୟ ହଉ, ତୋ ଜୟ ଯାତ୍ରା ବଜାୟ ରହୁ। ମହାରାଜ, ଆପଣ କାହା ବିଷୟରେ କହୁଥିଲେ? କିଛି କହିଲେନି? ନା, କହିବା କ'ଣ ଦରକାର? ଯଦି ମୋ କଥା ଅନ୍ତତଃ ତୁମ ଉପରେ ପ୍ରଭାବ ପକାଏ, ତେବେ କାଲି ସକାଳେ ମୁଁ ତୁମ ନାଁ ନେବାକୁ ବି ବାଧ୍ୟ ହେବି। ଜୀବନରେ କେବେ ବି ଲୋଭ କରନି, ଏ କଥା ଯେମିତି ନ ଭୁଲ। ଯଥାଜ୍ଞା ମହାରାଜ। ମୁଁ କିନ୍ତୁ ଏ ପରାଜୟକୁ ଗ୍ରହଣ କରିପାରୁନି ମାମାଶ୍ରୀ। ଅନୁଭବ ହେଉଛି ସେ ତୃତୀୟ ପାଣ୍ଡବ ଯେମିତି କାଳ କାଳକୁ ବିଜୟ ହେବା ପାଇଁ ଜନ୍ମ ନେଇଛି, ମୁଁ ଚିରକାଳ ଅପମାନ ସହିବା ପାଇଁ ମାତୃଗର୍ଭରୁ ସଂକଳ୍ପ ନେଇ ଆସିଛି। ଧନ ଧୈର୍ଯ୍ୟ ଧୈର୍ଯ୍ୟ ହିଁ ସଫଳତାର ଚାବି କାଠି ଭରାଜା। ଦେବକୀ, ଦେବକୀର ନାଁ ଶୁଣିଛ? ଦେବକୀ ବାସୁଦେବ କୃଷ୍ଣର ଜନ୍ମଦାତ୍ରୀ। ସାତଟା ଗର୍ଭ ନଷ୍ଟ ହେଇ ସାରିଲା ପରେ ଅଷ୍ଟମ ଗର୍ଭରେ ବାସୁଦେବ କୃଷ୍ଣ ଜନ୍ମ ହେଲେ କି ନାଇଁ ଭଣଜା? ଅପେକ୍ଷା କର ଭଣଜା। ଏଇ ଥରେ ଆଉ ଥରେ ମୋ ଉପରେ ଭରସା ପ୍ରକଟ କରନ୍ତୁ ମାନଗୋବିନ୍ଦ। ମୁଁ ଆପଣଙ୍କର ମର୍ଯ୍ୟାଦା ନିଶ୍ଚୟ ରକ୍ଷା କରିବି। ଥରେ ମୋ ଦ୍ୱାରା ଯେଉଁ ତ୍ରୁଟି ହୋଇଛି, ସେଇ ତ୍ରୁଟିର ପୁନରାବୃତ୍ତି ଆପଣ ଆଉ କେବେ ବି ଦେଖିବେନି। ତେବେ କେବେ କେବେ ଆଉ ତମର ସେ ସଫଳତାକୁ ମୁଁ ନିଜ ଆଖିରେ ଦେଖିବି? ହସ୍ତିନାର ଶ୍ମଶାନରେ ମୋ ଶବ ସତ୍କାର ହେଲା ବେଳେ? ମୁଁ ଆପଣଙ୍କ ଆଗରେ ହାତ ଯୋଡୁଛି ମାନଗୋବିନ୍ଦ। ଆପଣ ଆଉ ଥରେ ମାତ୍ର ଏ ଲଳିତାକୁ ସୁଯୋଗ ଦିଅନ୍ତୁ। ଖାଲି ସୁଭଦ୍ରା ନୁହଁ, ସୁଭଦ୍ରାକୁ ସହାୟ ହେଉଥିବା ସେ ଦିବ୍ୟ ଶକ୍ତିକୁ ବି ଏ ଲଳିତା ଶେଷ କରିଦବ। ୟାକୁ ହିଁ କହନ୍ତି ଆତ୍ମବିଶ୍ୱାସ। ଯା ଲଳିତା ଯା, ଇନ୍ଦ୍ରପ୍ରସ୍ଥକୁ ପୁଣି ଥରେ ଯାଇ ପାଣ୍ଡବମାନଙ୍କୁ ତୋ ଫଣା ଦେଖା। ମୋର ଆଗାମୀ ଦାନ ସ୍ଥିର ହେଇସାରିଛି। ଏଥର ପୋଷା ପାଲିରେ କିଛି ଦାନ ଲାଗିବ ତ ସେ ଦାନର ବାଜି ଲାଗିବ ସୁଭଦ୍ରା। ତୃତୀୟ ପାଣ୍ଡବର ପ୍ରାଣ ପ୍ରିୟା ପତ୍ନୀ ସୁଭଦ୍ରା, ବାସୁଦେବ ବଳରାମଙ୍କ ଭଗିନୀ ସୁଭଦ୍ରା।
पांचाली श्रुति पांडव आसतु ना आसतु बसंतु तृतीय पांडव ये जाग्ञसेनी कथा आपनकर एते दिन पर मन पड़ला आज जाग्ञसेनी द्रौपदी आखि भितर लुह शोभ पाऊन कुह तुम दुखर कारण कौन मोर दुख अच्छी बोली आपको किए कहला अर्जुन यही किछि दिन हम तुम उपवास रोच अन्न जल ग्रहण करूँ माता कुंती एवं पांडवगण से चिंतित मत सेमिति रहबा को दियंतु अर्जुन यार अर्थ तमें कौन आत्महत्या करने उपाय बाछि नहीं ना ताहेले निजर को मनस्कामना पूर्ण करने निष्पत्ति नहीं कुह पांचाली मु तुम से मनस्कामना पूर्ण करी से मनस्कामना यही आजे आपण मते केबे भी अन्न जल स्पर्श करने बाध्य करेंगे केमिति पांचाली आमरी आखि सामने रे इंद्रप्रस्तर राणी अन्न जल स्पर्श करेनि ये केमिति का कथा ये सब आम नीरव रे सहबो केमिति मु जहा चाहे सेटा आपण पूर्ण करि परिबेनी अर्जुन ताहेले किए किए ताकू पूर्ण करि परिबो ताहा पूर्ण करिबार सामर्थ्य केवल सुभद्रांकर अछि सुभद्रा हे देवादिदेव महादेव हे प्रभु भोला शंकर मो स्वामी को ए महासंकट रक्षा करंतु प्रभु आज मो स्वामी मंगल कामना करी मु आपण पाखरे मो कानी पते भिक्षा मागुची मो स्वामी जमी किसी भी क्षति न हो मु शुणी आपण महिमा अपार केबे भी कौन से विवाहिता नारी आपण पाखर खाली हाथ में फेरनी
मोर एतिकी गुहारी प्रभु मो स्वामी जमी किसी भी क्षति न हो किसी भी असुविधा न हो। ମୋ ମନ କହୁଛି ତୃତୀୟ ପାଣ୍ଡବ ଅର୍ଜୁନ ଦ୍ରୌପଦୀଙ୍କ ପାଖକୁ ଯାଇଛନ୍ତି ଯେତେବେଳେ କିଛି ନା କିଛି ସମାଧାନ ନିଶ୍ଚୟ ହେବ। ହେଇ ତ ଅର୍ଜୁନ ଆସିଲେଣି। कौन है अर्जुन तम कथा मानी द्रौपदी भोजन करने को प्रस्तुत है तो ना जाज्ञसेनी सुभद्रांक सह कथा हेबाकू चाहूँगी। द्रौपदी भद्रांक सह वार्तालाप करने को चाहूँगी। हाँ मत लगुच सुभद्रा सह जाज्ञसेनी देखा गले किसी ना किसी समाधान पथ बाहरी जीव।